Namaskar. You're listening to Dr. Biswaranjan Jaina, cardiologist from Cuttack. Today, the doctor will share simple and effective tips to keep your heart healthy. Doctor, why is heart health such an important topic today? ଦେଖନ୍ତୁ ଆଜିକା ଦୁନିଆରେ ଯଦି ଆମେ ୱାର୍ଲଡର ଡାଟା ନବା କମ୍ପ୍ଲିଟ ଡାଟା ନବା ତ ଯୋଉଥିରେ ସବୁଠୁ ବେଶୀ ଲୋକ ମୃତ୍ୟୁବରଣ କରନ୍ତି ବା ଯୋଉଥିରେ ଲୋକମାନଙ୍କର ସବୁଠୁ ବେଶୀ ହେଲ୍ଥ ଇସ୍ୟୁ ରହିଥାଏ ସେଟା ହଉଛି ହାର୍ଟ ପ୍ରୋବ୍ଲେମ ବା କାର୍ଡିଆକ ଇସ୍ୟୁ। ଆଗରୁ ଯେମିତି ଥିଲା ଯେ ନାଇଁ କେବଳ ଏଇଟା ବୟସ୍କ ଲୋକମାନଙ୍କର ହଉଥିଲା, ବର୍ତ୍ତମାନ ଟ୍ରେଣ୍ଡ ଚେଞ୍ଜ ହେଇଯାଇଛି। ଆମ ଲାଇଫଷ୍ଟାଇଲ ସହ ବର୍ତ୍ତମାନ ବହୁତ ୟଙ୍ଗ ଲୋକ ବା 40 ବର୍ଷରୁ କମ ଲୋକମାନଙ୍କ ମଧ୍ୟରେ ମଧ୍ୟ ହାର୍ଟ ଆଟାକ ଦେଖାଯାଉଛି। ତେଣୁକରି ହାର୍ଟ বা হার্ট প্রোবলেম হচ্ছে গোটিয়ে বহুত সাংঘাতিক রোগ, কিন্তু তাকে যদি আমি বহুত জলদি মানে ডায়াগনোসিস করি পারিবা বা ট্রিটমেন্ট করিবা তাহলে আমি নিশ্চয় নিরাপদ রহি পারিবা। Doctor, what are the top 3 daily habits for a healthy heart? দেখুন ମୁଁ ଯେମିତି କହିଲି ଯେ ହାର୍ଟ ରୋଗ ବେସିକାଲି ଆମର ଜୀବନଚର୍ଯ୍ୟା ବା ଜୀବନଶୈଳୀ ଉପରେ ବହୁତ ଡିପେଣ୍ଡ କରିଥାଏ। ତ ଯଦି ଆମେ ଟିପ୍ସ ଖୋଜିବା ଯେ କଣ କଲେ ଆମେ ହାର୍ଟ ରୋଗକୁ ପ୍ରିଭେଣ୍ଟ କରିପାରିବା ତାହେଲେ ଫାର୍ଷ୍ଟ ହଉଛି ଆମକୁ ବ୍ୟାୟାମ କରିବାକୁ ପଡିବ। ଡେଲି 30 ମିନିଟ ଯଦି ଆମେ ଏକ୍ସରସାଇଜ କରୁଛେ ବା ସୁଇମିଂ ହଉ ବା ରନିଂ ହଉ, ଯୋଉଟା ଏରୋବିକ୍ ଏକ୍ସରସାଇଜ ଆମେ କହୁଛୁ, ଯଦି କରୁଛେ ତାହେଲେ ହାର୍ଟ ସୁସ୍ଥ ରହିବ। ଆମକୁ ଷ୍ଟ୍ରେସ କମ କରିବାକୁ ପଡିବ। ଯଦି ଆମେ ୱାର୍କ ଲାଇଫ ବାଲାନ୍ସ ରଖିପାରିଲେ, ଯଦି ଆମେ ଡେଲି ଷ୍ଟ୍ରେସକୁ ବା ଚାପକୁ ଯଦି ଠିକ ସେ ନିୟନ୍ତ୍ରଣ କରିପାରିଲେ, ମାନେ ଯେମିତିକି ଆମେ ୟୋଗା ହେଲା, ପ୍ରାଣାୟାମ ହେଲା, ତା ଦ୍ୱାରା ମଧ୍ୟ ହାର୍ଟ ପ୍ରୋବ୍ଲେମକୁ ପ୍ରତିହତ କରିପାରିବା। ଥାର୍ଡ ଜିନିଷ ହଉଛି ଖାଇବା ପିଇବା। ଖାଇବା ପିଇବାରେ ସ୍ମୋକିଂକୁ ଆଭଏଡ କରିବାକୁ ପଡିବ, ମଦ୍ୟପାନକୁ ଆଭଏଡ କରିବାକୁ ପଡିବ। Doctor, how much does stress really affect our heart? ଦେଖନ୍ତୁ ଷ୍ଟ୍ରେସ୍ ହଉଛି ଗୋଟେ ବହୁତ ବଡ ଫ୍ୟାକ୍ଟର ଯେ ଆମେ ପ୍ରତ୍ୟେକ ଦିନ ଆମର ଯୋଉ ଜୀବନ ଶୈଳୀରେ ଆମର ଯଦି ୱାର୍କ ପ୍ରେସର ହଉ ବା କୌଣସି ମାନସିକ ଚାପ ଆମର ରହୁଛି ତା ନିଶ୍ଚିତ ଭାବରେ ଏଇଟା ହାର୍ଟ ହେଲ୍ଥକୁ ବହୁତ କୁପ୍ରଭାବ ପକେଇଥାଏ। ଆମର ଯେମିତି ଡାଇବେଟିସ୍ ହେଲା କି ବ୍ଲଡ ପ୍ରେସର ହେଲା କି କୋଲେଷ୍ଟ୍ରୋଲ ହେଲା କି ସ୍ମୋକିଂ ହେଲା, ଏଗୁଡିକ ଯେମିତି ମେଜର ରିସ୍କ ଫ୍ୟାକ୍ଟର, ଷ୍ଟ୍ରେସ୍ ମଧ୍ୟ ବହୁତ ଗୋଟେ ମେଜର ରିସ୍କ ଫ୍ୟାକ୍ଟର। ତେଣୁକରି ଆମକୁ ଆମ ଜୀବନ ଶୈଳୀରେ ଯୋଗ ପ୍ରାଣାୟାମ ଏଗୁଡାକୁ ଇମ୍ପ୍ରୁଭ କରିବାକୁ ପଡିବ। ଠିକ ଟାଇମରେ ମାନେ ଟିକେ ଜଲ୍ଦି ଆର୍ଲି ରାଇଜ କରିବେ, ମାନେ ନିଦରୁ ଜଲ୍ଦି ଉଠିବାକୁ ପଡିବ। ରାତିରେ ବହୁତ ଜଲ୍ଦି ଶୋଇବାକୁ ପଡିବ। ସୋସିଆଲ ମିଡିଆଠୁ ନିଜକୁ ଦୂରେଇ ରଖିବାକୁ ପଡିବ ଏବଂ ସ୍ଲିପିଂ ଟାଇମଟା ଆମର ବା ଶୋଇବା ସମୟଟା ମିନିମମ୍ 8 ଘଣ୍ଟା ଯଦି ଆମେ ରଖିପାରିବା ତାହେଲେ ଚାପକୁ ଆମେ ବହୁତ ମାତ୍ରାରେ କମେଇ ପାରିବା ଏବଂ ହାର୍ଟ ରୋଗକୁ ମଧ୍ୟ ପ୍ରତିହତ କରିପାରିବା। Doctor, many of us sit at desks all day. What can working professionals do? ଯଦି ଆମେ କୌଣସି ଯେମିତି ଗୋଟେ ମାନେ ଆମେ ଗୋଟେ ଜବ ରେ ଅଛେ ଯୋଉଥିରେ କି ଆମେ ଡେସ୍କ କାମ କରୁଛେ ବା ବହୁତ ସମୟ ବସିବାକୁ ପଡୁଛି, ତ ବହୁତ ସମୟରେ ଆମେ ସେଟାକୁ ଆମେ ଭାବୁଛେ ନାଇଁ ମୋତେ ଟାଇମ ହଉନି, ମୁଁ ଏକ୍ସରସାଇଜ କରିପାରିବିନି, ମୁଁ ରିଲାକ୍ସ କରିପାରୁନି। ବଟ୍ ଆପଣ ଯଦି ଡେସ୍କ ଜବ ରେ ଅଛନ୍ତି, ପ୍ରତି ଅଧଘଣ୍ଟାକୁ ଥରେ ଯଦି 2 ମିନିଟ ଆପଣ ସେଇ ଭିତରେ ମଧ୍ୟ ୱାକ୍ କରିପାରିଲେ, ଆପଣ ଜଷ୍ଟ ଆପଣଙ୍କ ଅଫିସ ଭିତରେ ବି ଚାଲିପାରିବେ, ଉଠିକି ଟିକେ ଷ୍ଟ୍ରେଚିଂ କରିବେ, ତାହେଲେ ମଧ୍ୟ ଆପଣଙ୍କର ହାର୍ଟ ହେଲ୍ଥକୁ ଆପଣ ସୁରକ୍ଷିତ ରଖିପାରିବେ। ସେଟାକୁ ଯଦି ବାହାନା କରିକି ଆମେ କିଛି ବି ମୁଭମେଣ୍ଟ କରୁନେ ତାହେଲେ ପ୍ରଲଙ୍ଗ ଯଦି ବସି ରହୁଛେ, ବହୁତ ସମୟ ପାଇଁ ବସିକି ରହୁଛେ, ତାହା ମଧ୍ୟ ହାର୍ଟ ଉପରେ, ବ୍ଲଡ ପ୍ରେସର ଉପରେ, ଡାଇବେଟିସ୍ ଉପରେ, ଇଭେନ୍ ମାନସିକ ସ୍ତରରେ ମଧ୍ୟ ଆମକୁ ଚାପଗ୍ରସ୍ତ କରାଇବ। ତେଣୁକରି ମନ୍ତ୍ର ହେଉଛି ଆପଣ। This message is brought to you in public interest by IPCA Laboratories.